ଆଚ୍ଛା, ଆଜି ହେଉଛି ମଙ୍ଗଳବାର 13 ମେ 2026। ଆମର ଏଇ ଡିପ୍ ଡାଇଭ୍ ଆଲୋଚନାକୁ ସ୍ୱାଗତ। ମାନେ ଆଜି ଆମେ ଏମିତି କିଛି ଖବର ଉପରେ ନଜର ପକାଇବା। ଯାହା ସିଧାସଳଖ ଆମ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି। ରାଇଟ୍, ବିଲକୁଲ। ଆମେ ସବୁବେଳେ ଭାବୁ ଯେ ଆମର ବ୍ୟବସ୍ଥା ମାନେ ସିଷ୍ଟମ୍ ପୁରା ଏକ କଂକ୍ରିଟ୍ ଘର ପରି ସୁରକ୍ଷିତ, ଯେମିତିକି ଇଞ୍ଜିନିୟରିଂର ଏକ ନିଖୁଣ ଉଦାହରଣ। ଛାତ ଅଛି, କାନ୍ଥ ଅଛି, ଆଉ ଆମେ ଭାବୁ ଆମେ ପୁରା ସେଫ୍। କିନ୍ତୁ ହଠାତ୍ ଦିନେ ବର୍ଷା ହୁଏ ଆଉ ଦେଖାଯାଏ ଯେ ଛାତରୁ ପାଣି ଗଳୁଛି, କାନ୍ଥରେ ବି ଫାଟ ଅଛି। ଏକ୍ଜାକ୍ଟଲି। ଆଜି ଆମେ ସେହି ଫାଟଗୁଡ଼ିକ ଉପରେ ହିଁ କଥା ହେବା। ଆମେ ଆଜିର ଦୈନନ୍ଦିନ ଖବରର ସାରାଂଶକୁ ଟିକେ ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବା। ଓଡ଼ିଶାର ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନୀୟ ଖବରଠୁ ଆରମ୍ଭ କରି ଆମ ପକେଟ୍ ଉପରେ ପ୍ରଭାବ ପକାଉଥିବା ବିଶ୍ୱସ୍ତରୀୟ ଘଟଣା ସବୁ ଆଲୋଚନା କରିବା। ହଁ, ଆଉ ବର୍ତ୍ତମାନ ଇଣ୍ଟରନେଟ୍ରେ ବା ବିଭିନ୍ନ ଭିଡିଓ ପ୍ଲାଟଫର୍ମରେ ଲୋକେ କ'ଣ ସବୁଠୁ ଅଧିକ ଖୋଜୁଛନ୍ତି, ସେଇ ଟ୍ରେଣ୍ଡିଂ ଖବରଗୁଡ଼ିକର ବି ଏକ ନିରପେକ୍ଷ ବିଶ୍ଳେଷଣ କରିବା ଦରକାର। ରାଇଟ୍। ତେବେ ସବୁଠାରୁ ପ୍ରଥମେ ଯେଉଁ ବିଷୟଟି ସବୁଆଡ଼େ ଚର୍ଚ୍ଚାରେ ଅଛି ସେଇଠୁ ଆରମ୍ଭ କରିବା। ବର୍ତ୍ତମାନ ସବୁଠୁ ଅଧିକ ଖୋଜାଯାଉଥିବା ବିଷୟ ହେଉଛି ନିଟ୍ ୟୁଜି 2026ର ପ୍ରଶ୍ନପତ୍ର ଲିକ୍ ବିବାଦ। ବାପରେ, ଏଇଟା ତ ଆମ ଶିକ୍ଷା ବ୍ୟବସ୍ଥା ପାଇଁ ଏକ ବହୁତ ବଡ଼ ସଙ୍କଟ। ହଁ, ମାନେ କେବଳ ଏକ ପରୀକ୍ଷା ନୁହେଁ, ଏହା ହେଉଛି 22 ଲକ୍ଷ ଛାତ୍ରଛାତ୍ରୀଙ୍କର ସ୍ୱପ୍ନ। ଯେମିତିକି ଅଭିନେତା ତଥା ନେତା କମଲ ହାସନ ମଧ୍ୟ ପଏଣ୍ଟ ଆଉଟ୍ କରିଛନ୍ତି, 22 ଲକ୍ଷ ବିଦ୍ୟାର୍ଥୀଙ୍କର ଆକାଂକ୍ଷାକୁ ଏକ ପ୍ରକାର ଧୂଳିସାତ୍ କରିଦିଆଯାଇଛି। ପ୍ରକୃତରେ ଯଦି ଆମେ ମୁଖ୍ୟ ତଥ୍ୟ ଉପରେ ନଜର ପକାଇବା, ମାନେ ନାସିକରୁ ଜଣେ ଛାତ୍ରକୁ ଗିରଫ କରାଯାଇଛି। ଆଉ ଡିଲ୍ କେତେ ଥିଲା ଜାଣିଛନ୍ତି? ପୁରା 10 ଲକ୍ଷ ଟଙ୍କାର। 10 ଲକ୍ଷ ଟଙ୍କାରେ ଗୋଟିଏ ପିଲାର 2 ବର୍ଷର ପରିଶ୍ରମ ବିକ୍ରି ହୋଇଗଲା। ବିଲକୁଲ। ଆଉ ଏବେ ସିବିଆଇ ତଦନ୍ତ ମଧ୍ୟ ଜୋରଦାର ହୋଇଛି। କିନ୍ତୁ ପ୍ରଶାସନିକ ସ୍ତରରେ ଦେଖିଲେ ଏନ୍ଟିଏର ଡାଇରେକ୍ଟର ଜେନେରାଲ ଆଗାମୀ 7ରୁ 10 ଦିନ ମଧ୍ୟରେ ପୁଣା ପରୀକ୍ଷା ପାଇଁ ଘୋଷଣା କରିଦେଇଛନ୍ତି। ସେ କଥା ଉପରେ ମୁଁ ଆସୁଥିଲି। ପରୀକ୍ଷା ବ୍ୟବସ୍ଥା ତ ପୁରା ଏକ ଛିଦ୍ର ଥିବା ପାଣି ବାଲ୍ଟି ପରି ହୋଇଯାଇଛି, ବୁଝିଲେ? ଆପଣ ଯେତେ ପାଣି ଭରିଲେ ବି ତାହା ଲିକ୍ ହିଁ ହେବ। ହଁ, ରି-ଏକ୍ଜାମ୍ କରିଦେଲେ କ'ଣ ସବୁ ସମସ୍ୟା ସମାଧାନ ହୋଇଯିବ? ଏକ୍ଜାକ୍ଟଲି। ଏଭଳି ପରିସ୍ଥିତିରେ ଗୋଟିଏ ଛାତ୍ର କିମ୍ବା ଛାତ୍ରୀ କିପରି ନିଜର ମାନସିକ ସନ୍ତୁଳନ ବଜାୟ ରଖିବ? ଦିନରାତି ଏକ କରି ପଢ଼ିବା ପରେ ଯଦି ଶୁଣିବାକୁ ମିଳେ ଯେ ପୁଣି ପରୀକ୍ଷା ହେବ, ତେବେ ତାର ଅବସ୍ଥା କ'ଣ ହେବ? ଏଠାରେ ସବୁଠାରୁ ଫ୍ୟାସିନେଟିଂ କିମ୍ବା କହିବାକୁ ଗଲେ ଦୁଃଖଦାୟକ କଥାଟି ହେଉଛି, ଏହା କେବଳ ଏକ ପରୀକ୍ଷାର ବିଫଳତା ନୁହେଁ। ଏହା ହେଉଛି ସମ୍ପୂର୍ଣ୍ଣ ସିଷ୍ଟମ ଉପରେ ଯୁବପିଢ଼ିଙ୍କ ବିଶ୍ୱାସର ସଙ୍କଟ। ରାଇଟ୍। ଆଉ ଏହାର ପ୍ରଭାବ କେବଳ କେନ୍ଦ୍ରରେ ନୁହେଁ, ଆମ ଓଡ଼ିଶାରେ ବି ପଡ଼ିଛି। ରାଜନୈତିକ ଉଷ୍ମତା ପୁରା ବଢ଼ିଯାଇଛି। ଉଭୟ ବିଜେଡି ଏବଂ କଂଗ୍ରେସ ଦଳ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା ଦାବି କରିଛନ୍ତି। ହଁ, ବିରୋଧୀଙ୍କ ଯୁକ୍ତି ହେଉଛି ଯେ ଶିକ୍ଷାମନ୍ତ୍ରୀ ପରୀକ୍ଷାର ପବିତ୍ରତା ବଜାୟ ରଖିବାରେ ବିଫଳ ହୋଇଛନ୍ତି। ଆଉ ଶାସକ ଦଳ ସିବିଆଇ ତଦନ୍ତର ଆଶ୍ୱାସନା ଦେଉଛି। କିନ୍ତୁ ସାଧାରଣ ଲୋକଙ୍କ ଆସ୍ଥା ତ ତୁଟିଗଲାଣି। ସତ୍ୟ କହିଲେ। ତେବେ ଆସନ୍ତୁ ଆମ ଓଡ଼ିଶାର ଆଉ ଏକ ସିଷ୍ଟମ କଥା ଆଲୋଚନା କରିବା। ଏଠି ବିକାଶର ବଡ଼ ଚିତ୍ର ଆଉ ତୃଣମୂଳ ବାସ୍ତବତା ମଧ୍ୟରେ ଥିବା ପ୍ରଭେଦ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ମାନେ ଆପଣ ସେଇ ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡ ବା ୟୁସିଏଫ୍ ବୈଠକ କଥା କହୁଛନ୍ତି? ହଁ, ନୂଆଦିଲ୍ଲୀରେ ଓଡ଼ିଶା ସରକାର ନିଜର ନେକ୍ସଟ ଜେନେରେସନ୍ ଅର୍ବାନ୍ ଗ୍ରୋଥ୍ ରୋଡମ୍ୟାପ୍ ଦେଖାଇଛନ୍ତି। ସେଥିରେ 5,000 କୋଟି ଟଙ୍କାର 5ଟି ବୃହତ୍ ପ୍ରକଳ୍ପ ଅଛି, ମାନେ ବନ୍ୟା ନିୟନ୍ତ୍ରଣ, ଡ୍ରେନେଜ୍, ଏମିତି ସବୁ। ତା ସହ ନିର୍ବାଚନ କମିଶନ ବି 5ଟି ନୂଆ ପିପିପି ପ୍ରକଳ୍ପକୁ ଗ୍ରୀନ୍ ସିଗ୍ନାଲ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ 3ଟି ନୂଆ ବାଇପାସ୍ ବି ତିଆରି ହେବ। ଆଉ ବାତ୍ୟା ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଜିରୋ କ୍ୟାଜୁଆଲିଟି ବା ଶୂନ୍ୟ କ୍ଷତିରକ୍ଷତି ମିଶନର ସମୀକ୍ଷା ମଧ୍ୟ କରୁଛନ୍ତି। ଟାଟା ଷ୍ଟିଲ୍ ଫାଉଣ୍ଡେସନ କଳିଙ୍ଗନଗରଠାରେ 10ମ ସମ୍ବାଦ ଫେଲୋସିପ୍ ବି ଆରମ୍ଭ କରିଛି। ଏସବୁ ଶୁଣିବାକୁ ବହୁତ ଭଲ ଲାଗୁଛି, କିନ୍ତୁ ବାସ୍ତବତା ପୁରା ଭିନ୍ନ। ମ୍ୟାକ୍ରୋ ଇକୋନୋମିକ୍ସ ଆଉ ମାଇକ୍ରୋ ରିଆଲିଟି ମଧ୍ୟରେ ଯେଉଁ ଫରକ ଅଛି, ସେଇଟା ସାମ୍ନାକୁ ଆସୁଛି। ପୁରାପୁରି ଭିନ୍ନ। ମାନେ ଗୋଟିଏ ପଟେ ଏତେ ଟଙ୍କାର ପ୍ରକଳ୍ପ, ଆଉ ଅନ୍ୟପଟେ ଓଡ଼ିଶାରେ ଜଣେ ଚାଷୀ ନିଜର ଉତ୍ପାଦିତ ଧାନ ବିକ୍ରି କରିନପାରି ଶେଷରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଭାବନ୍ତୁ ଟିକେ ଅବସ୍ଥା। ବାପରେ, ଏହା ତ ଅତ୍ୟନ୍ତ ସାଂଘାତିକ। ମନ୍ତ୍ରୀ ଅବଶ୍ୟ ତଦନ୍ତ ଆଦେଶ ଦେଇଛନ୍ତି, କିନ୍ତୁ ଜଣେ ଅନ୍ନଦାତାଙ୍କୁ ଏହି ପରିସ୍ଥିତିକୁ ଆସିବାକୁ ପଡ଼ିଲା କାହିଁକି? ଆଉ ଖାଲି ସେତିକି ନୁହେଁ, ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ପାଇପ୍ ତ ବିଛାଯାଇଛି, ହେଲେ ସେଥିରେ ପାଣି ଆସୁନାହିଁ। ମାନେ ପାଇପ୍ ଅଛି କିନ୍ତୁ ପାଣି ନାହିଁ। ବହୁତ ବଢ଼ିଆ ବିକାଶ।
ସୋ ହ୍ୱାଟ୍ ଡଜ୍ ଦିସ୍ ଅଲ୍ ମିନ୍? ଯଦି କୋଟି କୋଟି ଟଙ୍କାର ଭିତ୍ତିଭୂମି ତିଆରି ହେଉଛି, ତେବେ ତୃଣମୂଳ ସ୍ତରରେ ଜଣେ ଚାଷୀ କାହିଁକି ଏତେ ଅସହାୟ ବୋଧ କରୁଛି? ମୋତେ ତ ଲାଗୁଛି ଏହା ଏକ ଡିଜିଟାଲ ସ୍ମାର୍ଟୱାଚ୍ ଲଗାଇ ଖାଲି ପେଟରେ ଶୋଇବା ସହ ସମାନ। ବାଃ, ଏହି ଉଦାହରଣଟି ଏକଦମ ସଠିକ୍। ମାନେ ସ୍ମାର୍ଟ ୱାଚ୍ ଆମକୁ ଷ୍ଟେପ୍ସ ଦେଖାଇବ, ହାର୍ଟବିଟ୍ ଦେଖାଇବ, କିନ୍ତୁ ପେଟର ଭୋକ ତ ମେଣ୍ଟାଇବ ନାହିଁ ନା। ଏଠି ସମସ୍ୟା ହେଉଛି ଡେଲିଭରି ମେକାନିଜମ୍। ଭିତ୍ତିଭୂମି ଦୀର୍ଘକାଳୀନ ଫଳ ଦିଏ, ସେଟା ଠିକ୍, କିନ୍ତୁ ବର୍ତ୍ତମାନର ସଙ୍କଟ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଦରକାର। ସରକାରୀ ଫଣ୍ଡସ୍ ଆଉ ବାସ୍ତବିକ ସେବା ପ୍ରଦାନ ଭିତରେ ଥିବା ଏହି ବିରାଟ ବ୍ୟବଧାନ ହିଁ ଚାଷୀଙ୍କୁ ଏତେ ହତାଶ କରୁଛି। ବିଲକୁଲ। ଆଉ ସ୍ଥାନୀୟ ବାସ୍ତବତା ପରେ ଆସନ୍ତୁ ଟିକେ ବିଶ୍ୱସ୍ତରକୁ ଯିବା, ଯାହାର ପ୍ରଭାବ ସିଧା ଆମ ପକେଟ ଉପରେ ପଡ଼ିବାକୁ ଯାଉଛି। ମାନେ ଆପଣ ସେହି ପଶ୍ଚିମ ଏସିଆ ଯୁଦ୍ଧ କଥା ଇଙ୍ଗିତ କରୁଛନ୍ତି ତ? ହଁ, ଲୋକେ ଭାବନ୍ତି ଦୁନିଆର ଗୋଟିଏ ଗୁଣରେ ଯୁଦ୍ଧ ହେଲେ ଓଡ଼ିଶାର ସାଧାରଣ ଲୋକଙ୍କ ରୋଷେଇ ଘର ଉପରେ କିପରି ପ୍ରଭାବ ପଡ଼ିବ। କିନ୍ତୁ ପ୍ରଭାବ ତ ପଡ଼ିବ, କାରଣ ଯୋଗାଣ ଶୃଙ୍ଖଳା ବା ସପ୍ଲାଇ ଚେନ୍ ପୁରା ବିଶ୍ୱକୁ ଗୋଟିଏ ସୂତାରେ ବାନ୍ଧିଛି। ହିୟର୍ ଇଜ୍ ୱେର୍ ଇଟ୍ ଗେଟ୍ସ ରିଅଲି ଇଣ୍ଟରେଷ୍ଟିଂ। ଇରାନ ଏବଂ ପଶ୍ଚିମ ଏସିଆ ଯୁଦ୍ଧ କାରଣରୁ ବିଶିଷ୍ଟ ବ୍ୟାଙ୍କର ଉଦୟ କୋଟକ ଗ୍ରାହକମାନଙ୍କୁ ଏକ ବଡ଼ ସତର୍କବାଣୀ ଦେଇଛନ୍ତି। ସେ କହିଛନ୍ତି, ଶକ୍ ଇଜ୍ କମିଂ ଆଣ୍ଡ ଇଟ୍ସ ବିଗ୍, ପ୍ରିପେୟାର ଫର୍ ଦି ୱର୍ଷ୍ଟ। ମାନେ ବଡ଼ ଝଟକା ଆସୁଛି, ପ୍ରସ୍ତୁତ ରୁହନ୍ତୁ। ସତରେ ଏହାକୁ ହାଲୁକା ଭାବେ ନେବା ଉଚିତ ନୁହେଁ। ଆକଳନ କରାଯାଉଛି ଯେ ମଇ 15 ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା 4ରୁ 5 ଟଙ୍କା ବଢ଼ିପାରେ। ଆଉ ଗ୍ୟାସ୍ ସିଲିଣ୍ଡର ଦର ବି ପାଖାପାଖି 40ରୁ 50 ଟଙ୍କା ବୃଦ୍ଧି ପାଇପାରେ ବୋଲି ଶୁଣିବାକୁ ମିଳୁଛି। ଇଫ୍ ୟୁ କନେକ୍ଟ ଦିସ୍ ଟୁ ଦ ବିଗର ପିକ୍ଚର, ମାନେ ଯଦି ଆମେ ଏହାକୁ ବୃହତ୍ତ ଦୃଷ୍ଟିକୋଣରୁ ଦେଖିବା, ଯୁଦ୍ଧ କେବଳ ସୀମାରେ ହୁଏ ନାହିଁ, ଏହା ମୁଦ୍ରାସ୍ଫୀତି ବା ଇନଫ୍ଲେସନ୍ ଆକାରରେ ପ୍ରତ୍ୟେକ ବ୍ୟକ୍ତିର ଘରେ ପ୍ରବେଶ କରେ। ତୈଳ ଦର ବଢ଼ିଲେ ପରିବହନ ଖର୍ଚ୍ଚ ବଢ଼ିବ, ଆଉ ତା ସହ ପନିପରିବାଠାରୁ ଆରମ୍ଭ କରି ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦାମ ଆକାଶଛୁଆଁ ହେବ। ତେଣୁ ଏହି ସମୟରେ ଜ୍ଞାନର ସଠିକ୍ ପ୍ରୟୋଗ କରିବା ଦରକାର, ରାଇଟ୍? ଆର୍ଥିକ ଯୋଜନା କରିବା ହିଁ ଆମକୁ ଏହି ଝଟକାରୁ ବଞ୍ଚାଇ ପାରିବ। ହଁ, ଅଯଥା ଖର୍ଚ୍ଚ କାଟ କରିବାକୁ ହିଁ ପଡ଼ିବ। ଆଚ୍ଛା, ଆର୍ଥିକ ଅସ୍ଥିରତା କଥା ଉଠିଲା ଯେତେବେଳେ, ବର୍ତ୍ତମାନ ଭିଡିଓ ପ୍ଲାଟଫର୍ମଗୁଡ଼ିକରେ ବ୍ରିଟେନର ରାଜନୈତିକ ସ୍ଥିତି ଏକ ବଡ଼ ଟ୍ରେଣ୍ଡିଂ ଟପିକ୍ ପାଲଟିଛି। ବ୍ରିଟେନର ତ ପୁରା ରାଜନୈତିକ ଭୂକମ୍ପ ଆସିଯାଇଛି ମାନେ। ହଁ, ପ୍ରଧାନମନ୍ତ୍ରୀ କିୟର ଷ୍ଟାରମରଙ୍କ ଅବସ୍ଥା ବହୁତ ଖରାପ। ତାଙ୍କ ଇସ୍ତଫା ଦାବି ଜୋର ଧରିଛି। ବର୍ତ୍ତମାନ ସୁଦ୍ଧା 78 ଜଣ ସାଂସଦ ଏବଂ 4 ଜଣ ମନ୍ତ୍ରୀ ତାଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଇସ୍ତଫା ଦେଇସାରିଲେଣି। ଖାଲି ସେତିକି ନୁହେଁ, କ୍ୟାବିନେଟ୍ ତ ଏକ ପ୍ରକାର 2 ଭାଗରେ ବିଭକ୍ତ ହୋଇଯାଇଛି। ଶୁଣିବାକୁ ମିଳୁଛି ଯେ ୱେଷ୍ଟ ଷ୍ଟ୍ରିଟିଂ ଏବଂ ଆଣ୍ଡି ବର୍ନହାମଙ୍କ ଭଳି ନେତାଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଦେଖାଯାଉଛି। କିନ୍ତୁ ଷ୍ଟାରମର ବାବୁ ନିଜର ଜିଦ୍ରେ ଅଟଳ ଅଛନ୍ତି। ସେ କହୁଛନ୍ତି ଯେ ନେତୃତ୍ୱ ପରିବର୍ତ୍ତନର ପ୍ରକ୍ରିୟା ଏପର୍ଯ୍ୟନ୍ତ ଆରମ୍ଭ ହିଁ ହୋଇନାହିଁ। ମୋର ପ୍ରଶ୍ନ ହେଲା, ଯେତେବେଳେ ଏତେ ସଂଖ୍ୟାରେ ନିଜ ଦଳର ଲୋକ ହିଁ ବିରୋଧ କରନ୍ତି, ସେତେବେଳେ ଜଣେ ନେତା କିପରି କ୍ଷମତାରେ ରହିପାରିବେ? ପ୍ରକୃତରେ ଏହା ଅସମ୍ଭବ। ମାନେ ଏହା କ'ଣ ଏକ ବୁଡ଼ିଯାଉଥିବା ଜାହାଜର କ୍ୟାପ୍ଟେନ୍ ନିଜ ସିଟ୍ ନ ଛାଡ଼ିବା ପରି ନୁହେଁ କି? ବାହାର ଲୋକ ଆକ୍ରମଣ କରିବା ପୂର୍ବରୁ ନିଜ ଲୋକ ହିଁ ଜେଙ୍ଗା ଟାୱାରରୁ ବ୍ଲକ୍ ଟାଣି ଦେଉଛନ୍ତି। ଏକଦମ ଠିକ୍ କଥା। ଗଣତନ୍ତ୍ରରେ ଆଭ୍ୟନ୍ତରୀଣ ଦଳୀୟ କନ୍ଦଳ ହିଁ ନେତୃତ୍ୱ ପାଇଁ ସବୁଠାରୁ ବଡ଼ ସଙ୍କଟ ଆଣେ। ଆଉ ଏହାର ପ୍ରଭାବ କେବଳ ରାଜନୀତିରେ ସୀମିତ ରହେ ନାହିଁ, ସିଧା ଅର୍ଥନୀତିକୁ ଦୁର୍ବଳ କରିଦିଏ। ହଁ, ମୁଁ ଦେଖୁଥିଲି ଏହି ଅସ୍ଥିରତା କାରଣରୁ ବଣ୍ଡ ମାର୍କେଟ ବହୁତ ଖରାପ ଭାବେ ପ୍ରଭାବିତ ହୋଇଛି। ସେଇଥିପାଇଁ ତ ଅର୍ଥମନ୍ତ୍ରୀଙ୍କୁ ନିଜର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଲା। ନିବେଶକମାନେ ଅସ୍ଥିରତା ଦେଖିଲେ ନିଜ ପଇସା ଉଠାଇ ନିଅନ୍ତି। ଏହା କୌଣସି ଦେଶ ପାଇଁ ଶୁଭଙ୍କର ନୁହେଁ। ରାଇଟ୍। ଏବେ ଆସନ୍ତୁ ବିଶ୍ୱ ରାଜନୀତିରୁ ଫେରିଆସିବା ଆମ ନିଜ ରାଜ୍ୟକୁ, ଓଡ଼ିଶାର କିଛି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ଆମ ସମାଜରେ ଏବେ ଗୋଟେ ଅଜବ କଣ୍ଟ୍ରାଷ୍ଟ ଦେଖିବାକୁ ମିଳୁଛି, ନୁହେଁ କି? ବିଲକୁଲ। ଗୋଟିଏ ପଟେ ଆମେ ପାରମ୍ପରିକ ପର୍ବପର୍ବାଣୀ ପାଳନ କରୁଛୁ ଓଡ଼ିଶାର କୋଣ ଅନୁକୋଣରେ, ମାନେ ପୁରୀ, କୋରାପୁଟ, କାକଟପୁର ଏବଂ କଣ୍ଟିଲରେ ପବିତ୍ର ଚନ୍ଦନ ଯାତ୍ରା ସମ୍ପନ୍ନ ହୋଇଛି। ଏହା ଆମ ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦର୍ଶାଉଛି ଆଉ ଲୋକଙ୍କୁ ଶାନ୍ତି ଦେଉଛି। କିନ୍ତୁ ଅନ୍ୟପଟେ ଅପରାଧର ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା ରକ୍ତକୁ ଥଣ୍ଡା କରିଦେବା ପରି। ନୟାଗଡ଼ ଜିଲ୍ଲା ଓଡଗାଁରେ ଏକ ଅତ୍ୟନ୍ତ ନିର୍ମମ ହତ୍ୟାକାଣ୍ଡ ଘଟିଛି। ହଁ, ବାପ୍ରେ, ଖବରଟା ଶୁଣି ମୁଁ ପୁରା ସ୍ତବ୍ଧ ହୋଇଯାଇଥିଲି। ପଥର ଖାଦାନା ମାଫିଆମାନେ ଅଜିତ ସାହୁ ନାମକ ଜଣେ ଯୁବକଙ୍କର ଡାହାଣ ହାତ କାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ମାନେ ମଣିଷ ଜୀବନର ମୂଲ୍ୟ କ'ଣ ଏତେ ଶସ୍ତା ହୋଇଗଲାନି? ଏହା ଆଇନ ଶୃଙ୍ଖଳା ଉପରେ
ଏକ ବଡ଼ ପ୍ରଶ୍ନବାଚୀ। ଅବଶ୍ୟ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସ୍ଥାନୀୟ ପ୍ରଶାସନ ଆଗରୁ କ'ଣ କରୁଥିଲା? ସେଇଟା ତ ବଡ଼ ପ୍ରଶ୍ନ। ଆଉ ଖାଲି ଭୌତିକ ଦୁନିଆରେ ନୁହେଁ, ଡିଜିଟାଲ ଦୁନିଆରେ ବି ସମାନ ଅବସ୍ଥା। ଜନଗଣନା ନାମରେ ଏବେ ଏକ ନୂଆ ସାଇବର ସ୍କାମ୍ ବା ସେନ୍ସସ୍ ସ୍କାମ୍ ଚାଲିଛି। ଓଡ଼ିଶା ପୋଲିସ ସମସ୍ତଙ୍କୁ ସତର୍କ କରାଇଛି ଯେ କେହି ଯଦି ଜନଗଣନା ଅଧିକାରୀ ବୋଲି କହି ବ୍ୟକ୍ତିଗତ ତଥ୍ୟ ମାଗନ୍ତି, ତେବେ ସାବଧାନ ରୁହନ୍ତୁ। ହଁ, ଠକମାନେ ଏବେ ସରକାରୀ ପ୍ରକ୍ରିୟାରେ ଫାଇଦା ଉଠାଇ ଲୋକଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି। ଏହା ପ୍ରକୃତରେ ସମାଜରେ ଏକା ସାଙ୍ଗରେ ଘଟୁଥିବା ଭଲ ଏବଂ ଖରାପ ଜିନିଷର ଏକ ସନ୍ତୁଳନ। ଟ୍ରୁ। ଆଉ ଏହି ସବୁ ମାନସିକ ଚାପ ଭିତରେ ଲୋକେ ଟିକେ ମନୋରଞ୍ଜନ ଖୋଜନ୍ତି, ଯେମିତିକି କ୍ରୀଡ଼ା ଜଗତରୁ। IPL 2026ର ରୋମାଞ୍ଚ ଏବେ ପୁରା ଜୋରସୋରରେ ଚାଲିଛି। ଗୁଜରାଟ ଟାଇଟନ୍ସ ପଏଣ୍ଟ ଟେବୁଲରେ ଉପରକୁ ଉଠିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ-ଅଫ୍ ଦୌଡ଼ରେ ନିଜକୁ ତିଷ୍ଠି ରଖିବାରେ ସଫଳ ହୋଇଛି। ଲୋକଙ୍କୁ କିଛି ସମୟ ପାଇଁ ଟେନସନରୁ ମୁକ୍ତି ମିଳୁଛି, ଏହା ବି ଗୋଟେ ଭଲ କଥା। ଆଜି ଆମେ ଦେଖିଲେ ଶିକ୍ଷା ବ୍ୟବସ୍ଥାରେ ଦୁର୍ନୀତି, ବ୍ରିଟେନରେ ରାଜନୈତିକ ଅସ୍ଥିରତା, ଓଡ଼ିଶାରେ ମୃତ୍ୟୁମୁଖରେ ଚାଷୀ ଏବଂ ବିଶ୍ୱ ଅର୍ଥନୀତିର ସଙ୍କଟ କିପରି ତୈଳ ଦର ବଢ଼ାଉଛି। ଏସବୁ ଶୁଣିବା ପରେ ଯେତେବେଳେ ଶିକ୍ଷା, ସରକାର ଏବଂ ବଜାର ଭଳି ବଡ଼ ବଡ଼ ଅନୁଷ୍ଠାନଗୁଡ଼ିକ ଏତେ ଦୁର୍ବଳ ମନେ ହୁଅନ୍ତି, ସେତେବେଳେ ସାଧାରଣ ନାଗରିକ ଭାବରେ ଆମର ପ୍ରକୃତ ସୁରକ୍ଷା କେଉଁଠି ଅଛି? ଏହା ଏକ ଅତ୍ୟନ୍ତ ଚିନ୍ତାଜନକ ପ୍ରଶ୍ନ। କ'ଣ ଆମେ ଏହି ବଡ଼ ବଡ଼ ସିଷ୍ଟମ ଉପରେ ନିର୍ଭରଶୀଳତା କମାଇ ଏକ ଆତ୍ମନିର୍ଭରଶୀଳ ଗୋଷ୍ଠୀ ବା ସମାଜ ଗଠନ କରିବାର ସମୟ ଆସିଯାଇଛି କି, ଯେଉଁଠି ଆମେ ପରସ୍ପରକୁ ସାହାଯ୍ୟ କରିପାରିବା? ବିଲକୁଲ। ଆଉ ସବୁଠାରୁ ବଡ଼ କଥା ହେଉଛି, ଏହି ଅସ୍ଥିର ସମୟରେ ଜ୍ଞାନ ଏବଂ ସଚେତନତା ହିଁ ଆମର ଏକମାତ୍ର ଅସ୍ତ୍ର, ଯାହା ଏହି ସୂଚନାର ଭିଡ଼ ମଧ୍ୟରେ ଆମକୁ ସଠିକ୍ ବାଟ ଦେଖାଇବ। ଏକ୍ଜାକ୍ଟଲି। ଏହି ଚିନ୍ତାଧାରା ସହିତ ଆମେ ଆଜିର ଏହି ଡିପ୍ ଡାଇଭ୍ ଆଲୋଚନାକୁ ଏଠାରେ ରଖୁଛୁ। ଜାଣନ୍ତୁ, ବୁଝନ୍ତୁ, ଆଉ ସବୁଠୁ ବଡ଼ କଥା, ସଠିକ୍ ସୂଚନା ସହ ନିଜକୁ ପ୍ରସ୍ତୁତ ରଖନ୍ତୁ। ଆଗାମୀ ବିସ୍ତୃତ ଆଲୋଚନାରେ ପୁଣି ଭେଟ ହେବ। ସେ ପର୍ଯ୍ୟନ୍ତ ସୁରକ୍ଷିତ ରୁହନ୍ତୁ।